ଓମ୍ ଶାନ୍ତି 28 ଜୁଲାଇ 2025 ପ୍ରାତଃ ମୁରଲୀ। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚେ ତୁ ସମସ୍ତଙ୍କୁ ଏହି ଖୁସି ଖବର ଶୁଣାଅ ଯେ ଏବେ ପୁନର୍ବାର ବିଶ୍ୱରେ ଶାନ୍ତି ସ୍ଥାପନ ହେଉଛି ଏବଂ ଏକମାତ୍ର ଆଦି ସନାତନ ଦେବୀ ଦେବତା ଧର୍ମ ସ୍ଥାପନା କରିବା ପାଇଁ ହିଁ ବାବା ଆସିଛନ୍ତି। ସମସ୍ତଙ୍କୁ ଏହି ଖୁସି ଖବର ଶୁଣାଅ ଯେ ଏବେ ପୁନର୍ବାର ବିଶ୍ୱରେ ଶାନ୍ତି ସ୍ଥାପନ ହେଉଛି ଏବଂ ଏକମାତ୍ର ଆଦି ସନାତନ ଦେବୀ ଦେବତା ଧର୍ମ ସ୍ଥାପନ କରିବା ପାଇଁ ହିଁ ବାବା ଆସିଛନ୍ତି। ଆଜିର ପ୍ରଶ୍ନ, ତୁମମାନଙ୍କୁ ବାରମ୍ବାର ଯୋଗଯୁକ୍ତ ହୋଇ ରହିବାର ନିର୍ଦ୍ଦେଶ କାହିଁକି ଦିଆଯାଉଛି? ତୁମମାନଙ୍କୁ ବାରମ୍ବାର ଯୋଗଯୁକ୍ତ ହୋଇ ରହିବାର ନିର୍ଦ୍ଦେଶ କାହିଁକି ଦିଆଯାଉଛି? ଉତ୍ତର କାହିଁକି ନା ଏଭର ହେଲ୍ଦି ଅର୍ଥାତ୍ ସଦା ସୁସ୍ଥ ଏବଂ ସଦା ପବିତ୍ର ରହିବା ପାଇଁ ହିଁ ଯୋଗଯୁକ୍ତ ସ୍ଥିତିରେ ରହିବା ଆବଶ୍ୟକ। ସେଥିପାଇଁ ଯେତେବେଳେ ବି ସମୟ ମିଳୁଛି ବାବାଙ୍କ ସ୍ମୃତିରେ ରୁହ। ସକାଳୁ ସକାଳୁ ସ୍ନାନ ଇତ୍ୟାଦି କରି ଏକାନ୍ତରେ ଭ୍ରମଣ କର ଅଥବା ବସିଯାଅ। ଏଠାରେ ତ ରୋଜଗାର ହିଁ ରୋଜଗାର ରହିଛି। ଯୋଗଯୁକ୍ତ ସ୍ଥିତିରେ ରହିବା ଦ୍ୱାରା ହିଁ ବିଶ୍ୱର ମାଲିକ ହୋଇଯିବ। ଓମ୍ ଶାନ୍ତି। ମଧୁର ସନ୍ତାନମାନେ ଜାଣିଛନ୍ତି ଯେ ବର୍ତ୍ତମାନ ସମୟରେ ସମସ୍ତେ ବିଶ୍ୱରେ ଶାନ୍ତି ଚାହୁଁଛନ୍ତି। ସମସ୍ତଙ୍କ ମୁଖରୁ ଏହି କଥା ଶୁଣିବାକୁ ମିଳୁଛି ଯେ ବିଶ୍ୱରେ ଶାନ୍ତି କିପରି ହେବ। କିନ୍ତୁ ବିଶ୍ୱରେ ଶାନ୍ତି କେବେ ଥିଲା, ଯେଉଁ ଶାନ୍ତିକୁ ପୁଣି ଏବେ ଚାହୁଁଛ, ଏକଥା କେହି ଜାଣିନାହାନ୍ତି। ତୁମେ ପିଲାମାନେ ହିଁ ଜାଣିଛ ଯେ ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲାବେଳେ ବିଶ୍ୱରେ ଶାନ୍ତି ଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଲକ୍ଷ୍ମୀ ନାରାୟଣଙ୍କର ମନ୍ଦିର ତିଆରି କରୁଛନ୍ତି। ତୁମେ କାହାକୁ ମଧ୍ୟ କହିପାରିବ ଯେ ବିଶ୍ୱରେ ଶାନ୍ତି 5000 ବର୍ଷ ପୂର୍ବରୁ ଥିଲା। ଏବେ ପୁନର୍ବାର ସ୍ଥାପନ ହେଉଛି। କିଏ ସ୍ଥାପନ କରୁଛନ୍ତି, ଏକଥା ମନୁଷ୍ୟ ଜାଣିନାହାନ୍ତି। ତୁମମାନଙ୍କୁ ବାବା ବୁଝାଉଛନ୍ତି, ତୁମେ ପୁଣି ଅନ୍ୟମାନଙ୍କୁ ବୁଝାଇ ପାରିବ। ତୁମେ ଲେଖିପାରିବ, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପିଲାମାନଙ୍କ ମଧ୍ୟରେ କାହାର ବି ସାହସ ନାହିଁ ଯେ ଏକଥା କାହାକୁ ଲେଖିପାରିବେ। ଖବରକାଗଜରେ ପଢ଼ୁଛନ୍ତି, ସମସ୍ତେ କହୁଛନ୍ତି ବିଶ୍ୱରେ ଶାନ୍ତି ହେଉ। ଲଢ଼େଇ ଆଦି ହେଲେ ମନୁଷ୍ୟ ବିଶ୍ୱରେ ଶାନ୍ତି ପାଇଁ ଯଜ୍ଞ ରଚନା କରିଥାନ୍ତି। କେଉଁ ଯଜ୍ଞ? ରୁଦ୍ର ଜ୍ଞାନ ଯଜ୍ଞର ରଚନା କରିବେ। ଏବେ ପିଲାମାନେ ଜାଣିଛନ୍ତି ଯେ ବର୍ତ୍ତମାନ ସମୟରେ ବାବାଙ୍କୁ ହିଁ ରୁଦ୍ର ବା ଶିବ ମଧ୍ୟ କୁହାଯାଉଛି। ସେ ଜ୍ଞାନ ଯଜ୍ଞ ରଚନା କରିଛନ୍ତି। ବିଶ୍ୱରେ ଶାନ୍ତି ଏବେ ସ୍ଥାପନ ହେଉଛି। ସତ୍ୟଯୁଗ ନୂଆ ଦୁନିଆରେ ଯେଉଁଠି ଶାନ୍ତି ଥିଲା, ନିଶ୍ଚିତ ଭାବରେ ସେଠାରେ ମଧ୍ୟ କେହି ରାଜତ୍ୱ କରୁଥିବେ। ନିରାକାରୀ ଦୁନିଆ ପାଇଁ ଏକଥା କୁହାଯିବ ନାହିଁ ଯେ ବିଶ୍ୱରେ ଶାନ୍ତି ହେଉ। ସେଠାରେ ତ ଶାନ୍ତି ହିଁ ଥାଏ। ବିଶ୍ୱ ମନୁଷ୍ୟମାନଙ୍କର ଅଟେ। ନିରାକାରୀ ଦୁନିଆକୁ ବିଶ୍ୱ କୁହାଯିବ ନାହିଁ। ତାହା ହେଉଛି ଶାନ୍ତିଧାମ। ବାବା ବାରମ୍ବାର ବୁଝାଉଛନ୍ତି, ତଥାପି ମଧ୍ୟ କେହି କେହି ଭୁଲି ଯାଉଛନ୍ତି। କାହା କାହାର ବୁଦ୍ଧିରେ ରହିଛି ଯେ ସେମାନେ ବୁଝାଇ ପାରିବେ। ବିଶ୍ୱରେ ଶାନ୍ତି କିପରି ଥିଲା, ଏବେ ପୁଣି କିପରି ସ୍ଥାପନ ହେଉଛି, ଏକଥା କାହାକୁ ବୁଝାଇବା ବହୁତ ସହଜ। ଭାରତରେ ଆଦି ସନାତନ ଦେବୀ ଦେବତା ଧର୍ମର ରାଜ୍ୟ ଥିବା ସମୟରେ ଗୋଟିଏ ଧର୍ମ ଥିଲା। ବିଶ୍ୱରେ ଶାନ୍ତି ଥିଲା। ଏହା ବହୁତ ସହଜରେ ବୁଝାଇବା ଏବଂ ଲେଖିବାର କଥା ଅଟେ। ବଡ଼ ବଡ଼ ମନ୍ଦିର ତିଆରି କରୁଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ତୁମେମାନେ ଚିଠି ଲେଖିପାରିବ। ବିଶ୍ୱରେ ଆଜିଠାରୁ 5000 ବର୍ଷ ପୂର୍ବରୁ ଶାନ୍ତି ଥିଲା। ସେ ସମୟରେ ଏମାନଙ୍କର ରାଜ୍ୟ ଥିଲା, ଯାହାଙ୍କର ହିଁ ତୁମେ ମନ୍ଦିର ତିଆରି କରୁଛ। ଭାରତରେ ଏହିମାନଙ୍କର ହିଁ ରାଜ୍ୟ ଥିଲା, ଆଉ କୌଣସି ଧର୍ମ ନଥିଲା। ଏହା ତ ବହୁତ ସହଜ ଏବଂ ବୁଦ୍ଧିର କଥା ଅଟେ। ଡ୍ରାମା ଅନୁସାରେ ଆଗକୁ ଗଲେ ସବୁ ବୁଝିଯିବ। ତୁମେମାନେ ଏହି ଖୁସି ଖବର ସମସ୍ତଙ୍କୁ ଶୁଣାଇ ପାରିବ। ସୁନ୍ଦର କାର୍ଡ଼ ଉପରେ ମଧ୍ୟ ଛପାଇ ପାରିବ। ବିଶ୍ୱରେ ଆଜିଠାରୁ 5000 ବର୍ଷ ପୂର୍ବେ ଶାନ୍ତି ଥିଲା, ଯେବେ ନୂଆ ଦୁନିଆ ନୂଆ ଭାରତ ଥିଲା।
ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା, ଏବେ ପୁନର୍ବାର ବିଶ୍ୱରେ ଶାନ୍ତି ସ୍ଥାପନ ହେଉଛି। ଏହି କଥା ସ୍ମରଣ କରି ତୁମକୁ ବହୁତ ଖୁସି ହେବା ଉଚିତ। ତୁମେମାନେ ଜାଣିଛ, ବାବାଙ୍କୁ ମନେ ପକାଇବା ଦ୍ୱାରା ଆମେ ବିଶ୍ୱର ମାଲିକ ହେବୁ। ତେବେ ସବୁର ଆଧାର ତୁମମାନଙ୍କର ପୁରୁଷାର୍ଥ ଉପରେ। ବାବା ବୁଝାଉଛନ୍ତି, ଯେତିକି ବି ସମୟ ମିଳୁଛି ବାବାଙ୍କୁ ମନେ ପକାଅ। ସକାଳୁ ସକାଳୁ ସ୍ନାନ କରି ପୁଣି ଏକାନ୍ତରେ ଚକ୍ର ଲଗାଅ ଅଥବା ଯୋଗଯୁକ୍ତ ହୋଇ ବସିଯାଅ। ଏଠାରେ ତ ରୋଜଗାର ହିଁ ରୋଜଗାର କରିବାକୁ ହେବ। ସଦା ସୁସ୍ଥ ଏବଂ ସଦା ପବିତ୍ର ହେବା ପାଇଁ ହିଁ ଯୋଗ ଆବଶ୍ୟକ। ଏଠାରେ ସନ୍ନ୍ୟାସୀମାନେ ପବିତ୍ର ହେଲେ ମଧ୍ୟ ବେମାର ନିଶ୍ଚୟ ହେଉଛନ୍ତି। ଏହା ହେଉଛି ରୋଗୀ ଦୁନିଆ। ସତ୍ୟଯୁଗ ହେଲା ନିରୋଗୀ ଦୁନିଆ। ଏକଥା ମଧ୍ୟ ତୁମେ ଜାଣିଛ। ଦୁନିଆରେ କାହାକୁ କ'ଣ ଜଣାଅଛି ଯେ ସ୍ୱର୍ଗରେ ସମସ୍ତେ ନିରୋଗୀ ଥାଆନ୍ତି? ସ୍ୱର୍ଗ କାହାକୁ କୁହାଯାଉଛି କାହାକୁ ଜଣା ନାହିଁ। ତୁମେ ଏବେ ଜାଣୁଛ। ବାବା କହୁଛନ୍ତି, କେହି ବି ମିଳିଲେ ତୁମେ ବୁଝାଇ ପାରିବ। ଧରିନିଅ କେହି ନିଜକୁ ରାଜାରାଣୀ ବୋଲି କହୁଛନ୍ତି, କିନ୍ତୁ ଏବେ ରାଜାରାଣୀ ତ କେହି ନାହାନ୍ତି। କୁହ, ତୁମେ ଏବେ ରାଜାରାଣୀ ତ ନୁହଁ। ଏକଥା ବୁଦ୍ଧିରୁ ମଧ୍ୟ ବାହାର କରିବାକୁ ପଡ଼ିବ। ମହାରାଜା ମହାରାଣୀ ଶ୍ରୀ ଲକ୍ଷ୍ମୀ ନାରାୟଣଙ୍କର ରାଜଧାନୀ ଏବେ ସ୍ଥାପନ ହେଉଛି। ତେଣୁ ନିଶ୍ଚୟ ଏଠାରେ କୌଣସି ରାଜାରାଣୀ ନଥିବେ। ଆମେ ରାଜାରାଣୀ ଅଟୁ, ଏକଥା ମଧ୍ୟ ଭୁଲିଯାଅ। ସାଧାରଣ ମନୁଷ୍ୟ ସଦୃଶ ଜୀବନଯାପନ କର। ଏମାନଙ୍କ ପାଖରେ ମଧ୍ୟ ପଇସା ସୁନା ଆଦି ରହିଥାଏ ନା? ଏବେ ଆଇନ ଲାଗୁ ହେଉଛି। ରାଜାରାଣୀଙ୍କ ପାଖରୁ ଏମାନେ ସବୁ ନେଇଯିବେ। ପୁଣି ସେମାନେ ସାଧାରଣ ମନୁଷ୍ୟଙ୍କ ସଦୃଶ ହୋଇଯିବେ। ଏହି ଯୁକ୍ତି ମଧ୍ୟ ରଚନା କରାଯାଉଛି। ଗାୟନ ମଧ୍ୟ ରହିଛି ନା, କାହାର ଧୂଳିରେ ଦବିଯିବ, କାହାର ରାଜା ଖାଇବେ। କିନ୍ତୁ ରାଜା କାହାର ଖାଆନ୍ତି ନାହିଁ। ଏବେ ରାଜାମାନେ ତ ନାହାନ୍ତି। ପ୍ରଜା ହିଁ ପ୍ରଜାଙ୍କର ଖାଉଛନ୍ତି। ଆଜିକାଲିର ରାଜ୍ୟ ବହୁତ ଚମତ୍କାର। ଯେତେବେଳେ ବିଲକୁଲ ରାଜାମାନଙ୍କର ନାମ ରହିବ ନାହିଁ, ସେତେବେଳେ ପୁଣି ରାଜଧାନୀ ସ୍ଥାପନ ହେବ। ଏବେ ତୁମେମାନେ ଜାଣିଛ, ଆମେ ସେଠାକୁ ଯାଉଛୁ ଯେଉଁଠି ବିଶ୍ୱରେ ଶାନ୍ତି ଥିଲା। ତାହା ତ ସୁଖଧାମ, ସତ ପ୍ରଧାନ ଦୁନିଆ ଅଟେ। ଆମେ ସେଠାକୁ ଯିବା ପାଇଁ ପୁରୁଷାର୍ଥ କରୁଛୁ। କନ୍ୟାମାନେ ଆଡ଼ମ୍ବରର ସହିତ ବସି ବୁଝାନ୍ତୁ, କିନ୍ତୁ କେବଳ ବାହାରର କୃତ୍ରିମ ଆଡ଼ମ୍ବର ନୁହେଁ। ଆଜିକାଲିର ତ ବହୁତ ଧୂର୍ତ୍ତ ବାହାରୁଛନ୍ତି, କିନ୍ତୁ ଏଠାରେ ତ ପକ୍କା ବ୍ରହ୍ମା କୁମାର କୁମାରୀମାନେ ଆବଶ୍ୟକ। ତୁମେ ବ୍ରାହ୍ମଣମାନେ ବ୍ରହ୍ମାଙ୍କ ସହିତ ବିଶ୍ୱରେ ଶାନ୍ତି ସ୍ଥାପନାର କାର୍ଯ୍ୟ କରୁଛ। ଏପରି ଶାନ୍ତି ସ୍ଥାପନ କରୁଥିବା ସନ୍ତାନମାନେ ବହୁତ ଶାନ୍ତଚିତ୍ତ ଏବଂ ମଧୁର ହେବା ଦରକାର। କାହିଁକି ନା ଜାଣିଛନ୍ତି, ଆମେ ବିଶ୍ୱରେ ଶାନ୍ତି ସ୍ଥାପନ ପାଇଁ ନିମିତ୍ତ ହୋଇଛୁ। ତେଣୁ ପ୍ରଥମେ ଆମ ପାଖରେ ହିଁ ବହୁତ ଶାନ୍ତି ରହିବା ଦରକାର। କଥାବାର୍ତ୍ତା ମଧ୍ୟ ବହୁତ ଧୀରେ ଧୀରେ ରାଜକୀୟ ଭାବେ କରିବା ଉଚିତ। ତୁମେ ବିଲକୁଲ ଗୁପ୍ତ ଅଟ। ତୁମ ବୁଦ୍ଧିରେ ଅବିନାଶୀ ଜ୍ଞାନରତ୍ନର ସମ୍ପତ୍ତି ଭରି ରହିଛି। ବାବାଙ୍କର ତୁମେ ଉତ୍ତରାଧିକାରୀ ଅଟ ନା? ବାବାଙ୍କ ପାଖରେ ଯେଉଁ ଯେଉଁ ସମ୍ପତ୍ତି ଅଛି, ତାହା ତୁମମାନଙ୍କ ଭିତରେ ମଧ୍ୟ ପୂରା ଭରିବା ଦରକାର। ସାରା ସମ୍ପତ୍ତି ତ ତୁମର, କିନ୍ତୁ ନିଜ ଭିତରେ ସେହିଭଳି ସାହସ ନଥିବାରୁ ନେଇପାରୁନାହାନ୍ତି। ନେଲାବାଲା ହିଁ ଉଚ୍ଚ ପଦ ପାଇବେ। କାହାକୁ ମଧ୍ୟ ବୁଝାଇବା ପାଇଁ ବହୁତ ସଉକ ରହିବା ଉଚିତ। ଆମକୁ ଭାରତକୁ ପୁନର୍ବାର ସ୍ୱର୍ଗ କରିବାକୁ ହେବ। କର୍ମଧନ୍ଦା କରିବା ସହିତ ଏହି ସେବା ମଧ୍ୟ କରିବାକୁ ହେବ। ସେଥିପାଇଁ ବାବା ପିଲାମାନଙ୍କୁ ଶୀଘ୍ର ଧାରଣା କରିବା ପାଇଁ କହୁଛନ୍ତି। ତଥାପି ଡ୍ରାମା ଅନୁସାରେ ହେଉଛି। ପ୍ରତ୍ୟେକ ନିଜର ସମୟ ଅନୁସାରେ ଅଗ୍ରଗତି କରୁଛନ୍ତି। ପିଲାମାନଙ୍କୁ ମଧ୍ୟ ପୁରୁଷାର୍ଥ କରାଉଛନ୍ତି। ପିଲାମାନଙ୍କର ନିଶ୍ଚୟ ଅଛି ଯେ ଏବେ ବାକି ଅଳ୍ପ ସମୟ ରହିଛି। ଏହା ଆମର ଅନ୍ତିମ ଜନ୍ମ। ପୁଣି ଆମେ ସ୍ୱର୍ଗରେ ରହିବା। ଏହା ଦୁଃଖଧାମ ଅଟେ, ପୁଣି ସୁଖଧାମ ହୋଇଯିବ। ସୁଖଧାମ ହେବା ପାଇଁ ସମୟ ତ ଲାଗୁଛି ନା? ଏହି ବିନାଶ ଛୋଟ କଥା ନୁହେଁ। ଯେପରି ନୂଆ ଘର ତିଆରି ହେଲେ ନୂଆ ଘର କଥା ହିଁ ମନେ ପଡ଼େ। ତାହା ତ ହେଲା ହଦର କଥା। ସେଥିରେ କୌଣସି ସମ୍ବନ୍ଧ ଆଦି ବଦଳେ ନାହିଁ।
ଏବେ ତ ଏହି ପୁରୁଣା ଦୁନିଆ ହିଁ ବଦଳିବାକୁ ଯାଉଛି। ପୁଣି ଯେଉଁମାନେ ଭଲ ଭାବରେ ପାଠ ପଢ଼ିବେ ସେମାନେ ରାଜକୁଳରେ ଜନ୍ମ ନେବେ, ନଚେତ ପ୍ରଜାକୁ ଚାଲିଯିବେ। ପିଲାମାନେ ବହୁତ ଖୁସି ହେବା ଉଚିତ। ବାବା ବୁଝାଇଛନ୍ତି, 50-60 ଜନ୍ମ ତୁମେ ସୁଖ ପାଉଛ। ଦ୍ୱାପରରେ ମଧ୍ୟ ତୁମ ପାଖରେ ବହୁତ ଧନ ରହିବ। ଦୁଃଖ ତ ପରେ ଆରମ୍ଭ ହେବ। ଯେତେବେଳେ ରାଜାମାନେ ପରସ୍ପର ମଧ୍ୟରେ ଲଢ଼ିବେ, ବିଭେଦ ସୃଷ୍ଟି ହେବ, ସେତେବେଳେ ଦୁଃଖ ଆରମ୍ଭ ହେବ। ପୂର୍ବରୁ ତ ଶସ୍ୟ ମଧ୍ୟ ବହୁତ ଶସ୍ତା ଥିଲା। ଅକାଳ ମରୁଡ଼ି ପ୍ରଭୃତି ବହୁତ ଡେରିରେ ହୁଏ। ତୁମ ପାଖରେ ବହୁତ ଧନ ରହିବ। ସତ ପ୍ରଧାନରୁ ତମ ପ୍ରଧାନକୁ ଧୀରେ ଧୀରେ ଆସିଥାଅ। ତେଣୁ ତୁମମାନଙ୍କ ଭିତରେ ବହୁତ ଖୁସି ରହିବା ଉଚିତ। ଯଦି ନିଜ ଭିତରେ ଖୁସି ଏବଂ ଶାନ୍ତି ନାହିଁ, ତେବେ ସେମାନେ ବିଶ୍ୱରେ କି ଶାନ୍ତି ସ୍ଥାପନ କରିବେ? ବହୁତଙ୍କ ବୁଦ୍ଧିରେ ଅଶାନ୍ତି ରହୁଛି। ବାବା ଆସୁଛନ୍ତି ଶାନ୍ତିର ବରଦାନ ଦେବା ପାଇଁ। ତମ ପ୍ରଧାନ ହେବା କାରଣରୁ ଆତ୍ମା ଯେଉଁଭଳି ଅଶାନ୍ତ ହୋଇପଡ଼ିଛି, ବାବା କହୁଛନ୍ତି ମୋତେ ମନେ ପକାଇବା ଦ୍ୱାରା ଶତପ୍ରଧାନ ଶାନ୍ତ ହୋଇଯିବ। କିନ୍ତୁ ପିଲାମାନଙ୍କ ଦ୍ୱାରା ଯୋଗର ମେହନତ ହୋଇପାରୁନାହିଁ। ଯୋଗଯୁକ୍ତ ହୋଇ ନ ରହିବା କାରଣରୁ ହିଁ ମାୟାର ତୋଫାନ ଆସୁଛି। ଯୋଗଯୁକ୍ତ ହୋଇ ସମ୍ପୂର୍ଣ୍ଣ ପବିତ୍ର ନହେଲେ ଦଣ୍ଡ ଭୋଗ କରିବାକୁ ପଡ଼ିବ। ପଦ ମଧ୍ୟ ଭ୍ରଷ୍ଟ ହେବ। ଏପରି ଭାବିବା ଅନୁଚିତ ଯେ ସ୍ୱର୍ଗକୁ ତ ଯିବୁ ନା। ଆରେ, ଦଣ୍ଡ ଭୋଗ କରି ପଇସା କର ସୁଖ ଅର୍ଥାତ୍ ଛୋଟ ପଦ ପାଇବା କ'ଣ ଭଲ? ମନୁଷ୍ୟ ଉଚ୍ଚ ପଦ ପାଇବା ପାଇଁ କେତେ ପୁରୁଷାର୍ଥ କରୁଛନ୍ତି। ଏପରି ନୁହେଁ ଯେ ଯାହା ମିଳିଲା ତାହା ଭଲ। କେହି ଏପରି ନଥିବେ ଯିଏ ପୁରୁଷାର୍ଥ କରୁନଥିବେ। ଭିକ ମାଗୁଥିବା ଫକୀରମାନେ ମଧ୍ୟ ନିଜ ପାଖରେ ପଇସା ଏକତ୍ର କରିଥାନ୍ତି, କାରଣ ଟଙ୍କାର ଲୋଭ ସମସ୍ତଙ୍କୁ ରହିଛି। ପଇସା ଦ୍ୱାରା ସବୁ ପ୍ରକାରର ସୁଖ ମିଳିଥାଏ। ତୁମେ ପିଲାମାନେ ଜାଣିଛ, ଆମେ ବାବାଙ୍କ ଠାରୁ ଅସରନ୍ତି ଧନ ନେଉଛୁ। କମ୍ ପୁରୁଷାର୍ଥ କଲେ କମ୍ ଧନ ମିଳିବ। ବାବା ଧନ ଦେଉଛନ୍ତି ନା? କହୁଛନ୍ତି ମଧ୍ୟ ଧନ ଥିଲେ ଆମେରିକା ଇତ୍ୟାଦି ଭ୍ରମଣ କରି ଆସ। ଯେତେ ବାବାଙ୍କୁ ମନେ ପକାଇବ ଏବଂ ସେବା କରିବ, ସେତେ ସୁଖ ପାଇବ। ବାବା ପ୍ରତ୍ୟେକ କଥାରେ ପୁରୁଷାର୍ଥ କରାଇ ଉଚ୍ଚକୁ ଉଠାଉଛନ୍ତି। ଭାବୁଛନ୍ତି ପିଲାମାନେ ମୋ କୁଳର ସୁନାମ କରିବେ। ତୁମକୁ ମଧ୍ୟ ଈଶ୍ୱରୀୟ କୁଳର ଏବଂ ବାବାଙ୍କର ନାମ ବିଖ୍ୟାତ କରିବାକୁ ହେବ। ଇଏ ତ ସତ୍ ବାପ, ସତ୍ ଶିକ୍ଷକ, ସତ୍ ଗୁରୁ ଅଟନ୍ତି। ସର୍ବୋଚ୍ଚ ପିତା, ସର୍ବୋଚ୍ଚ ସଦ୍ଗୁରୁ ମଧ୍ୟ ଅଟନ୍ତି। ଏକଥା ମଧ୍ୟ ବୁଝାଯାଇଛି ଯେ ଗୁରୁ ଜଣେ ହିଁ ଅଟନ୍ତି, ଦ୍ୱିତୀୟ କେହି ନାହାନ୍ତି। ସମସ୍ତଙ୍କର ସଦ୍ଗତି ଦାତା ଜଣେ। ଏକଥା ମଧ୍ୟ ତୁମେମାନେ ଜାଣିଛ। ଏବେ ତୁମର ବୁଦ୍ଧି ପାରସ ହେଉଛି। ପାରସପୁରୀର ପାରସନାଥ ରାଜାରାଣୀ ହେଉଛ। ଏହା କେତେ ସହଜ କଥା। ଭାରତରେ ସୁବର୍ଣ୍ଣ ଯୁଗ ଥିଲା। ବିଶ୍ୱରେ ଶାନ୍ତି କିପରି ଥିଲା, ଏକଥା ତୁମେମାନେ ଏହି ଲକ୍ଷ୍ମୀ ନାରାୟଣଙ୍କର ଚିତ୍ର ଦ୍ୱାରା ବୁଝାଇ ପାରିବ। ସ୍ୱର୍ଗରେ ଶାନ୍ତି ଥିଲା, ବର୍ତ୍ତମାନ ହେଉଛି ନର୍କ। ଏଠାରେ ତ ବହୁତ ଅଶାନ୍ତି ରହିଛି। ସ୍ୱର୍ଗରେ ଏହି ଲକ୍ଷ୍ମୀ ନାରାୟଣ ଥାଆନ୍ତି ନା? କୃଷ୍ଣଙ୍କୁ ଲର୍ଡ଼ କୃଷ୍ଣ ମଧ୍ୟ କୁହାଯାଇଥାଏ। କୃଷ୍ଣ ଭଗବାନ ମଧ୍ୟ କହିଥାନ୍ତି। ବର୍ତ୍ତମାନ ଲର୍ଡ଼ ତ ବହୁତ ଅଛନ୍ତି। ଯାହାଙ୍କ ପାଖରେ ଅଧିକ ଭୂସମ୍ପତ୍ତି ଅଛି ତାଙ୍କୁ ମଧ୍ୟ ଲ୍ୟାଣ୍ଡ ଲର୍ଡ଼ କୁହାଯାଏ। ଯେଉଁ ବିଶ୍ୱରେ ଶାନ୍ତି ଥିଲା, କୃଷ୍ଣ ସେହି ବିଶ୍ୱର ରାଜକୁମାର ଥିଲେ। ଏକଥା ମଧ୍ୟ କାହାକୁ ଜଣା ନାହିଁ ଯେ ରାଧାକୃଷ୍ଣ ହିଁ ଲକ୍ଷ୍ମୀ ନାରାୟଣ ହେଉଛନ୍ତି। ତୁମକୁ ଲୋକମାନେ କେତେ କଥା କହୁଛନ୍ତି, ହଙ୍ଗାମା କରୁଛନ୍ତି। କହୁଛନ୍ତି ପତି ପତ୍ନୀକୁ ଏମାନେ ଭାଇ ଭଉଣୀ କରାଉଛନ୍ତି। ବୁଝାଯାଉଛି ଯେ ପ୍ରଜାପିତା ବ୍ରହ୍ମାଙ୍କର ମୁଖବଂଶାବଳୀ ବ୍ରାହ୍ମଣ, ଯାହାଙ୍କ ନିମନ୍ତେ ଗାୟନ ରହିଛି ବ୍ରାହ୍ମଣ ଦେବୀ ଦେବତାୟ ନମଃ। ବ୍ରାହ୍ମଣ ମଧ୍ୟ ସେମାନଙ୍କୁ ନମସ୍କାର କରୁଛନ୍ତି, କାହିଁକି ନା ସେମାନେ ବାସ୍ତବରେ ଭାଇ ଭଉଣୀ ଅଟନ୍ତି, ପବିତ୍ର ରହୁଛନ୍ତି। ତେବେ ପବିତ୍ର ଆତ୍ମାକୁ କାହିଁକି ସମ୍ମାନ ନ କରିବେ? କନ୍ୟା ପବିତ୍ର ଅଟେ, ତେଣୁ ତାର ପାଦ ତଳେ ମଧ୍ୟ ପଡ଼ିଥାନ୍ତି। ଯଦି ବାହାରୁ ଅତିଥି ଆସିବେ, ତେବେ ସେ ମଧ୍ୟ କନ୍ୟାକୁ ନମସ୍କାର କରିବେ। ବର୍ତ୍ତମାନ ସମୟରେ କନ୍ୟାର ଏତେ ସମ୍ମାନ କାହିଁକି ରହିଛି? କାହିଁକି ନା ତୁମେ ବ୍ରହ୍ମା କୁମାର କୁମାରୀ ଅଟନା। କନ୍ୟାମାନଙ୍କର ସଂଖ୍ୟା ଅଧିକ ଅଟେ। ଶିବଶକ୍ତି ପାଣ୍ଡବ ସେନାର ଗାୟନ ରହିଛି।
ଏଥିରେ ପୁରୁଷ ମଧ୍ୟ ଅଛନ୍ତି, କିନ୍ତୁ ସଂଖ୍ୟାଧିକ ମାତାମାନେ ରହିଛନ୍ତି। ସେଥିପାଇଁ ଗାୟନ କରାଯାଉଛି। ତେଣୁ ଯିଏ ଭଲ ଭାବରେ ପଢ଼ୁଛନ୍ତି ସେମାନେ ଉଚ୍ଚପଦ ପାଇବେ। ଏବେ ତୁମେ ସମଗ୍ର ବିଶ୍ୱର ଇତିହାସ ଭୂଗୋଳ ଜାଣିଗଲଣି। ଚକ୍ର ସମ୍ବନ୍ଧରେ ବୁଝାଇବା ମଧ୍ୟ ବହୁତ ସହଜ। ଭାରତ ପାରସପୁରୀ ଥିଲା, ଏବେ ପଥରପୁରୀ ହୋଇଯାଇଛି। ତେଣୁ ସମସ୍ତେ ପଥରନାଥ ହେଲେ ନା? ତୁମେ ପିଲାମାନେ ଏହି 84 ଜନ୍ମର ଚକ୍ରକୁ ମଧ୍ୟ ଜାଣିଛ। ଏବେ ଘରକୁ ଯିବାକୁ ହେବ। ତେଣୁ ବାବାଙ୍କୁ ମଧ୍ୟ ମନେ ପକାଇବାକୁ ହେବ, ଯାହାଦ୍ୱାରା ପାପ କଟିବ। କିନ୍ତୁ ପିଲାମାନଙ୍କ ଦ୍ୱାରା ଯୋଗଯୁକ୍ତ ହେବାର ମେହନତ ହୋଇପାରୁନାହିଁ। କାହିଁକି ନା ଆଳସ୍ୟ ରହିଛି। ସକାଳୁ ଉଠୁନାହାନ୍ତି, ଉଠିଲେ ମଧ୍ୟ ମଜା ଲାଗୁନାହିଁ। ନିଦ ଆସୁଛି, ପୁଣି ଶୋଇଯାଉଛନ୍ତି, ନିରାଶ ହୋଇଯାଉଛନ୍ତି। ବାବା କହୁଛନ୍ତି, ପିଲାମାନେ, ଏହା ଯୁଦ୍ଧକ୍ଷେତ୍ର ଅଟେ ନା? ଏଠାରେ ନିରାଶ ହେବା ଅନୁଚିତ। ଯୋଗବଳ ଦ୍ୱାରା ହିଁ ମାୟା ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ। ଏଥିରେ ମେହନତ କରିବାକୁ ହେବ। ବହୁତ ଭଲ ଭଲ ସନ୍ତାନ ଯିଏକି ଯଥାର୍ଥ ଭାବେ ଯୋଗ କରୁନାହାନ୍ତି। ଚାର୍ଟ ରଖିବା ଦ୍ୱାରା ଉଚ୍ଚ ନିଚ ଅବସ୍ଥା ଜଣାପଡ଼ିଥାଏ। କହୁଛନ୍ତି, ଚାର୍ଟ ହିଁ ମୋର ସ୍ଥିତିରେ କମାଲ କରିଦେଲା। ଏପରି କ୍ୱଚିତ ଚାର୍ଟ କେହି କେହି ରଖୁଛନ୍ତି। ଏହା ମଧ୍ୟ ବହୁତ ମେହନତ ଅଟେ। ବହୁତ ସେଣ୍ଟରରେ ମିଥ୍ୟାବାଦୀ ମଧ୍ୟ ଯାଇ ବସୁଛନ୍ତି, ବିକର୍ମ ମଧ୍ୟ କରୁଛନ୍ତି। ବାବାଙ୍କ ନିର୍ଦ୍ଦେଶର ପାଳନା ନ କରିବା ଦ୍ୱାରା ବହୁତ କ୍ଷତି କରିଦେଉଛନ୍ତି। ପିଲାମାନଙ୍କୁ ଜଣାପଡ଼ୁନାହିଁ ଯେ ନିରାକାର କହୁଛନ୍ତି ନା ସାକାର। ପିଲାମାନଙ୍କୁ ବାରମ୍ବାର ବୁଝାଯାଉଛି, ସର୍ବଦା ଭାବ ଶିବ ବାବା ନିର୍ଦ୍ଦେଶ ଦେଉଛନ୍ତି। ତେବେ ତୁମର ବୁଦ୍ଧି ଶିବ ବାବାଙ୍କଠାରେ ଲାଗି ରହିବ। ଆଜିକାଲି ନିର୍ବନ୍ଧ କରିବା ପାଇଁ ଫଟୋ ଦେଖାଉଛନ୍ତି। ବିବାହ ପୂର୍ବରୁ ଖବରକାଗଜରେ ମଧ୍ୟ ବାହାର କରୁଛନ୍ତି କି ଏହାଙ୍କ ନିମନ୍ତେ ଏପରି ଭଲ ଘରର ପ୍ରସ୍ତାବ ଦରକାର। ଦୁନିଆର ଅବସ୍ଥା କ'ଣ ହୋଇଗଲାଣି, ଆଉ କ'ଣ ହେବାକୁ ଯାଉଛି? ତୁମେମାନେ ଜାଣିଛ ଯେ ଅନେକ ପ୍ରକାରର ମତ ରହିଛି। ତୁମ ବ୍ରାହ୍ମଣମାନଙ୍କର ହେଉଛି ଗୋଟିଏ ମତ, ବିଶ୍ୱରେ ଶାନ୍ତି ସ୍ଥାପନ କରିବାର ମତ। ତୁମେ ଶ୍ରୀମତ ଦ୍ୱାରା ବିଶ୍ୱରେ ଶାନ୍ତି ସ୍ଥାପନ କରୁଛ। ତେଣୁ ପିଲାମାନଙ୍କୁ ମଧ୍ୟ ଶାନ୍ତିରେ ରହିବାକୁ ହେବ। ଯେପରି କରିବ ସେପରି ପାଇବ, ନଚେତ ବହୁତ କ୍ଷତି ହେବ। ଜନ୍ମ ଜନ୍ମାନ୍ତରର କ୍ଷତି ରହିଛି। ପିଲାମାନଙ୍କୁ କହୁଛନ୍ତି, ନିଜର କ୍ଷତି ଏବଂ ଲାଭର ଧ୍ୟାନ ରଖ। ଚାର୍ଟ ଦେଖ, ମୁଁ କାହାକୁ ଦୁଃଖ ଦେଇନାହିଁ ତ? ବାବା କହୁଛନ୍ତି, ତୁମର ଏହି ସମୟର ଏକ ଏକ ସେକେଣ୍ଡ ବହୁତ ମୂଲ୍ୟବାନ ଅଟେ। ଦଣ୍ଡ ଭୋଗ କରି ଛୋଟ ପଦ ପାଇବା, ତାହା କ'ଣ ବଡ଼ କଥା? ତୁମେ ବହୁତ ଧନବାନ ହେବାକୁ ଚାହୁଁଛ ନା? ପ୍ରଥମେ ଯିଏ ପୂଜ୍ୟ ହେଉଛନ୍ତି ତାଙ୍କୁ ହିଁ ପୂଜାରୀ ହେବାକୁ ପଡ଼ୁଛି। ଏତେ ପରିମାଣର ଧନ ଥିବାରୁ ତ ସୋମନାଥଙ୍କର ମନ୍ଦିର ତିଆରି କରି ପୂଜା କରିଲେ। ଏହାର ମଧ୍ୟ ହିସାବ ରହିଛି। ତଥାପି ପିଲାମାନଙ୍କୁ ବୁଝାଉଛନ୍ତି, ଚାର୍ଟ ରଖ, ତେବେ ବହୁତ ଫାଇଦା ହେବ। ନୋଟ କରିବା ଉଚିତ। ସମସ୍ତଙ୍କୁ ସନ୍ଦେଶ ଦେଇ ଚାଲ, ଚୁପ୍ ହୋଇ ବସ ନାହିଁ। ଟ୍ରେନରେ ମଧ୍ୟ ତୁମେ ଜ୍ଞାନ ବୁଝାଇ ପୁସ୍ତକ ଦେଇଦିଅ। କୁହ, ଏହି ପୁସ୍ତକ କୋଟି କୋଟି ଟଙ୍କାର ସମ୍ପତ୍ତି ଅଟେ। ଭାରତରେ ଯେବେ ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା, ତେବେ ବିଶ୍ୱରେ ଶାନ୍ତି ଥିଲା। ଏବେ ବାବା ପୁନର୍ବାର ସେହି ରାଜଧାନୀ ସ୍ଥାପନ କରିବାକୁ ଆସିଛନ୍ତି। ତୁମେ ବାବାଙ୍କୁ ମନେ ପକାଅ, ତେବେ ବିକର୍ମ ବିନାଶ ହେବ ଏବଂ ବିଶ୍ୱରେ ଶାନ୍ତି ହେବ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପଦାଦାଙ୍କୁ ନମସ୍ତେ ନମସ୍ତେ, ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ଆମେ ବ୍ରାହ୍ମଣମାନେ ହିଁ ବିଶ୍ୱରେ ଶାନ୍ତି ସ୍ଥାପନ କରିବାର ନିମିତ୍ତ ଅଟୁ। ତେଣୁ ଆମକୁ ବହୁତ ବହୁତ ଶାନ୍ତ ଚିତ ହୋଇ ରହିବାକୁ ହେବ। କଥାବାର୍ତ୍ତା ବହୁତ ଧୀରେ ଧୀରେ ବା ରାଜକୀୟ ଶୈଳୀରେ କରିବାକୁ ହେବ। 2 ନମ୍ବର, ଅଳସୁଆମୀ ଛାଡ଼ି ଯୋଗ କରିବାର ମେହନତ କରିବାକୁ ହେବ।
କେବେ ହେଲେ ହୋପଲେସ୍ ଅର୍ଥାତ୍ ନିରାଶ ହେବା ଅନୁଚିତ। ଆଜିର ବରଦାନ। ପରୀକ୍ଷା ସମୟରେ ଭୟଭୀତ ହେବା ପରିବର୍ତ୍ତେ ଫୁଲ୍ ଷ୍ଟପ୍ ଲଗାଇ ଫୁଲ୍ ପାସ୍ ହେଉଥିବା ସଫଳତା ମୂରତ ଆତ୍ମା ହୁଅ। ପରୀକ୍ଷା ସମୟରେ ଭୟଭୀତ ହେବା ପରିବର୍ତ୍ତେ ଫୁଲ୍ ଷ୍ଟପ୍ ଲଗାଇ ଫୁଲ୍ ପାସ୍ ହେଉଥିବା ସଫଳତା ମୂରତ ଆତ୍ମା ହୁଅ। ଡିଟେଲ୍ସ। ଯେତେବେଳେ କୌଣସି ପ୍ରକାରର ପରୀକ୍ଷା ଆସୁଛି ସେଥିରେ ଭୟଭୀତ ହୁଅ ନାହିଁ କି ପ୍ରଶ୍ନବାଚକ ଚିହ୍ନ ଲଗାଅ ନାହିଁ। ଏହା କାହିଁକି ଆସିଲା, କେମିତି ଆସିଲା, ଏହିଭଳି ଭାବିବାରେ ସମୟ ନଷ୍ଟ କର ନାହିଁ। ପ୍ରଶ୍ନବାଚକ ଚିହ୍ନକୁ ସମାପ୍ତ କରି ଫୁଲ୍ ଷ୍ଟପ୍ ଲଗାଅ। ତେବେ ଯାଇ ତୁମେ ଉଚ୍ଚ କ୍ଲାସକୁ ଯିବ, ଅର୍ଥାତ୍ ପରୀକ୍ଷାରେ ପାସ୍ ହୋଇଯିବ। କାରଣ ଫୁଲ୍ ଷ୍ଟପ୍ ଲଗାଉଥିବା ଆତ୍ମା ଫୁଲ୍ ପାସ୍ ହୋଇଯିବ। କାହିଁକି ନା ଫୁଲ୍ ଷ୍ଟପ୍ ହେଉଛି ବିନ୍ଦୁ ହେବାର ସ୍ଥିତି। ତେଣୁ ଦେଖୁଥିଲେ ମଧ୍ୟ ଦେଖ ନାହିଁ, ଶୁଣୁଥିଲେ ମଧ୍ୟ ଶୁଣ ନାହିଁ। ବାବା ଯାହା ଶୁଣାଇଛନ୍ତି ତାହା ଶୁଣ, ବାବା ଯାହା ଦେଇଛନ୍ତି ତାହା ଦେଖ। ତାହା ହେଲେ ଫୁଲ୍ ପାସ୍ ହୋଇଯିବ। ଏବଂ ପାସ୍ ହେବାର ଲକ୍ଷଣ ହେଲା ସର୍ବଦା ଚଢ଼ତି କଳାର ଅନୁଭବ କରିବା ସହିତ ସଫଳତାର ତାରକା ହୋଇଯିବ। ଆଜିର ସ୍ଲୋଗାନ। ଯଦି ସ୍ୱ ଉନ୍ନତି କରିବାକୁ ଚାହୁଁଛ ତେବେ କୋଶ୍ଚିନ୍ ଅର୍ଥାତ୍ ପ୍ରଶ୍ନ ଉଠାଇବା, କରେକ୍ସନ୍ ଅର୍ଥାତ୍ ସଂଶୋଧନ କରିବା ଏବଂ କୋଟେସନ୍ ଅର୍ଥାତ୍ ଟିପ୍ପଣୀ ଦେବା ତ୍ୟାଗ କରି ନିଜର କନେକ୍ସନକୁ ଠିକ୍ ରଖ। ଯଦି ସ୍ୱ ଉନ୍ନତି କରିବାକୁ ଚାହୁଁଛ ତେବେ କୋଶ୍ଚିନ୍ ଅର୍ଥାତ୍ ପ୍ରଶ୍ନ ଉଠାଇବା, କରେକ୍ସନ୍ ଅର୍ଥାତ୍ ସଂଶୋଧନ କରିବା ଏବଂ କୋଟେସନ୍ ଅର୍ଥାତ୍ ଟିପ୍ପଣୀ ଦେବା ତ୍ୟାଗ କରି ନିଜର କନେକ୍ସନକୁ ଠିକ୍ ରଖ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା। ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ। ଅନ୍ତିମ ସମୟରେ ନିଜର ସୁରକ୍ଷା ପାଇଁ ସଂକଳ୍ପ ଶକ୍ତି ହିଁ ସାଧନ ହେବ। ଏହି ସଂକଳ୍ପ ଶକ୍ତି ବା ମାନସିକ ଶକ୍ତି ହିଁ ନିଜର ଅନ୍ତିମ ସମୟକୁ ସୁଖମୟ କରିବା ପାଇଁ ନିମିତ୍ତ ହୋଇପାରିବ। ସେହି ସମୟରେ ମାନସିକ ଶକ୍ତି ଅର୍ଥାତ୍ ଶ୍ରେଷ୍ଠ ସଂକଳ୍ପର ଶକ୍ତି କେବଳ ଜଣକ ସହିତ ଯୋଡ଼ି ହୋଇ ରହିବା ଦରକାର। ବେହଦର ସେବା କରିବା ପାଇଁ ତଥା ନିଜର ସୁରକ୍ଷା ପାଇଁ ମାନସିକ ଶକ୍ତି ଏବଂ ନିର୍ଭୟତାର ଶକ୍ତିକୁ ଜମା କର। ଓମ୍ ଶାନ୍ତି।